ନମସ୍କାର। ଆଜିର ଭିଡ଼ିଓରେ ଆମେ ଲକ୍ଷ୍ମୀର ଅଭିସାର ପାଠର ପ୍ରଶ୍ନ ଉତ୍ତର ଆଲୋଚନା କରିବୁ। ପଣ୍ଡିତ ମନ୍ଦିର ଆଖପାଖରୁ ପିଲାମାନଙ୍କୁ କାହିଁକି ତଳି ଦେଉଥିଲେ? ପଣ୍ଡିତ ମହାଶୟ ଠାକୁରଙ୍କ ନିଜ ଲୋକ ହିସାବରେ ମନ୍ଦିର ଆଖପାଖରୁ ପିଲାମାନଙ୍କୁ ତଳି ଦେଉଥିଲେ। ଲକ୍ଷ୍ମୀ ଠାକୁରଙ୍କୁ ଦେଖି କ'ଣ କହିଲା? ଲକ୍ଷ୍ମୀ ଠାକୁରଙ୍କୁ ଦେଖି କହିଲା, ମୋତେ ଚିହ୍ନି ପାରୁଛ ତ? ମୁଁ ଲକ୍ଷ୍ମୀ ଓ ଭଗବାନ ମାସଟିଏ ଧରି ସବୁଦିନ ତୋ ପାଖକୁ ଆସିବାକୁ ଚେଷ୍ଟା କରୁଛି, କିନ୍ତୁ ପଣ୍ଡିତ ବାଟ ଓଗାଳି ବସିଛି। ଆଜି ବୁଢ଼ା ପଣ୍ଡିତ ଶୋଇପଡ଼ି ଘୁଙ୍ଗୁଡ଼ି ମାରୁଥିବାରୁ ସେ ଆସିବା ପାଇଁ ସୁଯୋଗ ପାଇଛି। ଅଙ୍କ ବିଷୟରେ ସମସ୍ତେ ଭୁଲି ଯାଆନ୍ତି ବୋଲି ଲକ୍ଷ୍ମୀକାନ୍ତ କାହିଁକି ଠାକୁରଙ୍କୁ କହିଛି? ଲକ୍ଷ୍ମୀ ଥିଲା ସରଳ ନିରୀହା ବାଳକଟିଏ। ଛନ୍ଦ କପଟ ମାୟା ହିଂସା ତାକୁ ସ୍ପର୍ଶ କରି ନଥିଲା। ଅଙ୍କ ଭଳି କଠିନ ବିଷୟକୁ ତାକୁ ଭାରାକ୍ରାନ୍ତ କରି ପକାଉଥିଲା। ତେଣୁ ସେ ଜଟିଳ ତଥା କଷ୍ଟକର ବିଷୟକୁ ସମସ୍ତେ ଭୁଲି ଯାଆନ୍ତି ବୋଲି ଠାକୁରଙ୍କ ନିକଟରେ କହିଛି। ଲକ୍ଷ୍ମୀ କାହିଁକି ପୋଖରୀ ଭିତରକୁ ପଶିଗଲା? ଲକ୍ଷ୍ମୀ ମନ୍ଦିର ଭିତରୁ ଠାକୁରଙ୍କ ପାଇଁ ଉତ୍ସର୍ଗୀକୃତ ହୋଇଥିବା କଦଳୀ କାନ୍ଦିରୁ 2ଟା କଦଳୀ ଲୁଚାଇ ଆଣିଥିଲା। ଏକଥା ମନ୍ଦିର ପୂଜକ ଦେଖି ତା ନିକଟକୁ ମାଡ଼ି ଆସୁଥିଲେ ତାକୁ ଧରିବା ପାଇଁ। ଲକ୍ଷ୍ମୀ କୌଣସି ଉପାୟ ନ ପାଇ ସେ ପଣ୍ଡିତ କବଳରୁ ମୁକ୍ତି ପାଇବା ପାଇଁ ପୋଖରୀ ଭିତରକୁ ପଶିଲା। ଲକ୍ଷ୍ମୀକୁ ପୋଖରୀ ଭିତରେ ପଶିବାରେ ଦେଖି ଲୋକେ କ'ଣ କହିଲା? ଲକ୍ଷ୍ମୀକୁ କଦଳୀ 2ଟା ଲୁଚାଇ ପୋଖରୀ ଭିତରେ ପଶିବାର ଦେଖି ଲୋକେ ତାର ଚରିତ୍ରକୁ ଧିକ୍କାର କରିବା ସହିତ ତାର ଚୋରି ପ୍ରକୃତିକୁ ମଧ୍ୟ ତାତ୍ସଲ୍ୟ କଲେ। ଠାକୁରଙ୍କ ପାଖରେ କଦଳୀ କାନ୍ଦି ଦେଖି ଲକ୍ଷ୍ମୀ କ'ଣ କହିଲା? ଠାକୁରଙ୍କ ପାଖରେ କଦଳୀ କାନ୍ଦିକୁ ଦେଖି ନିରୀହା ଲକ୍ଷ୍ମୀ ଠାକୁରଙ୍କୁ ପଚାରିଲା, ଏ ପାଚିଲା କଦଳୀ କାନ୍ଦି କିଏ ଦେଇଛି? ଠାକୁରଙ୍କୁ ସତର୍କ କରାଇ ଦେଇଛି, ଏକାଥରକେ ଏତେ ବଡ଼ କାନ୍ଦିର କଦଳୀ ସବୁତକ ନ ଖାଇବା ପାଇଁ, କାରଣ ଠାକୁରଙ୍କ ଦେହ ଖରାପ ହୋଇଯାଇପାରେ ବୋଲି ଲକ୍ଷ୍ମୀ ଠାକୁରଙ୍କୁ ସତର୍କ କରାଇ ଦେଇଛି। ଚୁଙ୍ଗା ଲଗାଇ ବଡ଼ ପାଟିରେ ଭଗବାନଙ୍କୁ ଡାକିବା ବିଷୟରେ ଲକ୍ଷ୍ମୀ କ'ଣ ଭାବିଲା? ଲକ୍ଷ୍ମୀ ଠାକୁରଙ୍କୁ ପ୍ରଶ୍ନ କରିଛି, ଯନ୍ତ୍ର ଚୁଙ୍ଗା ଲଗାଇ ଏତେ ବଡ଼ ହଲ୍ଲାଗୁଲା କରି ଲୋକେ ଗୀତ ବୋଲିବାଟା କ'ଣ ଭଲ? ତା ସରଳ ମାନସ ପଟରେ ପ୍ରଶ୍ନ ଉଙ୍କି ମାରିଛି। ବଡ଼ ପାଟିରେ ଗୀତ ନ ବୋଲିଲେ ବୋଧହୁଏ ଠାକୁର ଠିକ୍ ଭାବରେ ଶୁଣିପାରନ୍ତି ନାହିଁ। ପୁଣି ତା ବୋଉକୁ ପ୍ରଶ୍ନ କରିଛି, ଧ୍ରୁବ ପ୍ରହ୍ଲାଦ ଭଳି ବିଶିଷ୍ଟ ଭକ୍ତମାନେ କ'ଣ ଯନ୍ତ୍ର ଚୁଙ୍ଗା ଲଗାଇ ଭଗବାନଙ୍କୁ ଡାକିଥିଲେ? 8 ନମ୍ବର। ବାପା ତାଙ୍କ କାନ 2ଟିକୁ ଚାପି ଧରିବା ପାଇଁ ଲକ୍ଷ୍ମୀର ହାତ 2ଟିକୁ କାହିଁକି ଟାଣୁଥାନ୍ତି? ଲକ୍ଷ୍ମୀର ବାପାଙ୍କୁ ଥରେ ଜ୍ୱର ହୋଇଥିଲା। ତାଙ୍କ ପଡ଼ିଶା ଘର ଲୋକେ ଜଣକ ଏକ ଉତ୍ସବ ପାଳିବା ପାଇଁ ଦିନସାରା ତାଙ୍କ ଘରେ ଯନ୍ତ୍ରଚୁଙ୍ଗାରେ ଗୀତ ବଜାଉଥିଲେ। ଲକ୍ଷ୍ମୀର ବାପାଙ୍କ କାନକୁ ଯନ୍ତ୍ରଚୁଙ୍ଗାର ସ୍ୱର ବହୁତ କଷ୍ଟ ଦେଉଥିଲା। ସେ ଯନ୍ତ୍ରଣାରେ ଛଟପଟ ହେଉଥିଲେ। ତେଣୁ ଲକ୍ଷ୍ମୀର ବାପା ତା ହାତ 2ଟିକୁ ନେଇ ତା କାନ 2ଟିରେ ଚାପି ଧରୁଥାନ୍ତି। ବାପା ଲକ୍ଷ୍ମୀ ପାଇଁ କ'ଣ କିଣିଦେବେ ବୋଲି କାହାକୁ କହିଲେ? ବାପା ଲକ୍ଷ୍ମୀ ପାଇଁ ଗୋଟିଏ ଫ୍ରିଜ୍ କିଣିଦେବା ପାଇଁ ତା ବୋଉକୁ କହିଲେ। କଦଳୀ ଧରି ଲକ୍ଷ୍ମୀ କାହିଁକି ଦୌଡ଼ିଲା? ମନ୍ଦିରର ପଣ୍ଡିତଙ୍କ ଗର୍ଜନ ଶୁଣି ଓ ପଣ୍ଡିତେ ତାକୁ ଧରିବା ପାଇଁ ତା ଆଡ଼କୁ ଖେଦି ଆସୁଥିବା ଦେଖି କଦଳୀ 2ଟିକୁ ଛାତିରେ ଚାପି ଧରି ଲକ୍ଷ୍ମୀ ଦୌଡ଼ିବାକୁ ଲାଗିଲା। ଲକ୍ଷ୍ମୀ ପୋଖରୀ ଭିତରକୁ ପଶି କ'ଣ କରୁଥିଲା? ଲକ୍ଷ୍ମୀ କଦଳୀ 2ଟିକୁ ଛାତିରେ ଚାପି ଧରି ପୋଖରୀ ଭିତରେ ଛିଡ଼ା ହୋଇଥିଲା। ପୋଖରୀ ଭିତରେ ତାର ଅଣ୍ଟାଯାଏ ପାଣି ଆସିଥିଲା। ପୋଖରୀ ଭିତରୁ ଲକ୍ଷ୍ମୀ ବାପା କାହିଁକି ଘରକୁ ନେଲେ? ପଣ୍ଡିତ ଓ ଲୋକମାନଙ୍କର ଗର୍ଜନ ଶୁଣି ଲକ୍ଷ୍ମୀ ପୋଖରୀ ଭିତରକୁ ପଶି ଯାଇଥିଲା। ଲୋକେ ଲକ୍ଷ୍ମୀଙ୍କୁ
ଅତ୍ୟନ୍ତ କୁଷିତ ଭାଷାରେ ଗାଳିଗୁଲଜ କରୁଥିଲେ। ଏହି ସମୟରେ ଲକ୍ଷ୍ମୀର ବାପା ଲକ୍ଷ୍ମୀକୁ ଉଦ୍ଧାର କରି ଘରକୁ ନେଇଗଲେ। ଠାକୁରଙ୍କୁ ଲୋକେ ପ୍ରତ୍ୟକ୍ଷ ଦେବତା ବୋଲି କାହିଁକି କହିଲେ? ରବିବାର ସନ୍ଧ୍ୟା ସମୟରେ ପୁରାଣ ପାଠ ବେଳେ ଲୋକଙ୍କ ସମାବେଶ ହୋଇଛି। ଲୋକମାନେ ଆଲୋଚନା କରୁଛନ୍ତି ଯେ ସେମାନେ ଠାକୁରଙ୍କୁ ଖାଇବା ପିଇବା ତଥା ଠାକୁରଙ୍କର ସମସ୍ତ ଦାୟିତ୍ୱ ବହନ କରି ରଖିଛନ୍ତି। ତେଣୁ ଠାକୁର ମହାପ୍ରଭୁଙ୍କ ସିଂହାସନ ପାଖରୁ ଯିଏ ଚୋରି କରିବ ସେ କେବେ ନିସ୍ତାର ପାଇବା ନାହିଁ। ଲକ୍ଷ୍ମୀ ଠାକୁରଙ୍କ ନିକଟରୁ କଦଳୀ ଚୋରି କରି ନେଇଯାଉଥିବା ବେଳେ ପଣ୍ଡିତ ତାକୁ ଧରିଥିଲେ। ତେଣୁ ଠାକୁର ପ୍ରତ୍ୟକ୍ଷ ଦେବତା ଅଟନ୍ତି। ବିମର୍ଷ ଭାବରେ ପଣ୍ଡିତ କାହିଁକି ବସି ରହିଥିଲେ? ଲକ୍ଷ୍ମୀ ଚୋରି କରିଥିବା କଦଳୀ ଘଟଣାର ଠିକ୍ 3 ଦିନ ପରେ ସେ ଇହଲୀଳା ସମ୍ବରଣ କଲା। ଏକ ସାଧାରଣ କଥା ପାଇଁ ଗୋଟେ ନିରୀହ ନିଷ୍ପାପ ମୃତ୍ୟୁବରଣ କଲା। ଏହି କଥା ହିଁ ପଣ୍ଡିତକୁ ଦୁଃଖ ଦେଉଥିଲା। ତେଣୁ ସେ ବିମର୍ଷ ହୋଇ ନୀରବରେ ବସିଥିଲେ। ପଣ୍ଡିତେ ଠାକୁରଙ୍କୁ କ'ଣ ପ୍ରାର୍ଥନା କଲେ? ପଣ୍ଡିତେ ଦୁଃଖରେ ମ୍ରିୟମାଣ ହୋଇ ଠାକୁରଙ୍କୁ ପ୍ରାର୍ଥନା କରି କହିଲେ, ପ୍ରଭୁ ପରଜନ୍ମରେ ଏ ପାପିଷ୍ଠ ଯେନେ ଜିହ୍ୱାଇ ନାହିଁ ହୋଇ ଭୂମିପୃଷ୍ଠ ହେଉ। ଏ ଥିଲା ଲକ୍ଷ୍ମୀ ପାଠର ପ୍ରଶ୍ନ ଉତ୍ତର।